ଜୟଲିଙ୍କର ସେ ଆଜି ଆମେ ସବୁଠୁ ବେଷ୍ଟ ଖାଦ୍ୟ ଖାଇବା ତା ହେଉଛି ପଖାଳ ସହିତ ବରା ଗୁଗୁନି ପଖାଳ ଖାଇବା ସହିତ ଗୋଟେ ଅଲଗା ପ୍ରକାର ମୁଁ ତ ଏବେଠାରୁ ସବୁଦିନ ପଖାଳ ଖାଇକି କଲେଜ ସକାଳୁ କିଛି ଖାଇବାକୁ ଜମା ଭଲ ଲାଗୁନି। କଲେଜ ଆସିଲା ବେଳେ ବହୁତ ହିଁ ଡେରି ହେଇଯାଉଛି, ସେଥିପାଇଁ ନ ଖାଇକି ପେଟ ଗ୍ୟାସ୍ ବି ହେଇଯିବ। ଖାଇକି ଆସିଲେ ହେୟାର କଟ୍ କରିବା ପାଇଁ, କାରଣ ମଉସା ଆଜି ଡେରି ଦୋକାନ ଖୋଲି। ମୁଁ କହିଲେ ମଉସା ଛୋଟ ଛୋଟ କାଟିବା ପାଇଁ, କିନ୍ତୁ ମଉସା ସବୁ ଛୋଟ କାଟିଦେଲେ, ଜମା ଭଲ ଲାଗୁନି। ମତେ ଲାଗି ୱେଷ୍ଟ ଇଣ୍ଡିଜ ଲୋକ ଦେଖାଯାଉଛି। ମୁଁ ଆକୁ ଗୋଟେ କଥା ପଚାରିଲେ ମତେ ଆଉ ଗୋଟେ ରିପ୍ଲାଏ ଦଉଛି, ଆଇ ଲଭ୍ ୟୁ ଟୁ ଭାଇ ନା। ଆକୁ ଏଥିପାଇଁ ଘୁଷୁରୀ ସଭାରେ ମେମ୍ବର କୁହେ, କାରଣ ସବୁବେଳେ ଯୋଉଠି ପିଲା ସେଇଠି ଖାଇଦବ। ମଉସା ଆମର ହେୟାର କଟ୍ କରି ଜୀବନ ବର୍ବାଦିଆ କରିଦେଲେ, ଜମା ହେୟାର କଟ୍ ଭଲ ଲାଗୁନି। ଆପଣ ମାନେ କେମିତି ଲାଗୁଛି କମେଣ୍ଟ କରିବେ। ଭାଇ ତମର ସବୁ ରିଲ ଭାଇ ମତେ ଖାତାଟା ଖୋଲେ ଭାଇ। ଥ୍ୟାଙ୍କ ୟୁ ଭାଇ ଖାତାଟା ଖୋଲି ପାରିବେନି, ନହେଲେ ଅଟୋଗ୍ରାଫ ନେଇଦେବି। ହଁ ଚଳିବ। ଆମେ ସବୁ ପୁରୁଣା ପିଲା ସ୍କୁଲକୁ ଆସିଲୁ, ସାର୍ ଆମକୁ ଏନସିସି ବିଷୟରେ ବହୁତ ସାରା କଥା କହିଲେ। ଯାହା ଏ ଦିନ ଆମେ ସମସ୍ତେ ଏକାଠି ହେଲୁ। ମୋର ଏଠି କିଛି ଫଲୋଅର୍ସ ମାନେ ବି ଦେଖାଗଲେ, ଆପଣମାନେ ଦେଖିଥିବେ। ସମସ୍ତେ ଆସିଲା ବେଳେ ସାର୍ ପୁରା କମ୍ପ୍ଲିଟ ଭାବରେ ଆମକୁ ବୁଝେଇଦେଲେ। ଆମେ ପୁଣି ଥରେ କ'ଣ ପାଇଁ ଏନସିସି ବିଷୟରେ ଜାଣିବାକୁ ଆସୁଛୁ, ଆପଣମାନେ ଆଗାମୀ ଭିଡ଼ିଓ ଜାଣିବାକୁ ପାଇବେ। ସେଥିପାଇଁ ଆପଣମାନେ ଫଲୋ କରିବାକୁ ପଡ଼ିବ। ଜଲ୍ଦି ମୋତେ ଫଲୋ କରିଦିଅନ୍ତୁ।